नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। ॐ नमो भगवते वासुदेवाय। हरि ओम। ओम श्री परमात्मने नमः। श्रीमद्भागवत महापुराण द्वितीय स्कंध पंचम अध्याय। पंचमे नारद पूछन्ते कालकर्मादि शक्तिजुते जेमन्ते विराट सृजिला ब्रह्मा बोलन्ति हरि लीला। आनंद चिते से नारदे पूछन्ति ब्रह्मांकर पदे। नारद उवाच भूदेव देव नमस्तुते भूत भावन तु जगते सृष्टिर अग्रे तोर देहि तो भाव न जानन्ति केहि। आत्मार तत्व तुम्भे जान जे वेद पुराणे प्रमाण जे रूप जहि तोर बास जहु ए जगत प्रकाश जार आश्रय वर्तई प्रकाशे जहि लीन होई। भूत भविष्य वर्तमान तुम्भ गोचरे दिव्य ज्ञान हस्ते अएला फल प्राय तुम्भ गोचरे ज्ञान रहे जेणु तुम्भर ज्ञान स्फुरे जेवा तुम्भଙ୍କୁ हृदय धरे जार बस तु भोलाई वर्तु तुजार आत्मा बही भूते संचरी भूत करू जार माया रे बिहरू ए भूत गण को जे पाले अपरा भवी आत्मा तुले आत्मार शक्ति बले भावी अक्लेशे जथा ऊर्ण नाभि ए सृष्टि कर्म अगोचर जे नाम गुण रूपहार पर अपर जे मध्यम जे अवा अछि स्थूल सूक्ष्म जाने मु नाही तो बाहरे अन्य बाकी अछि संसारे। तुम्हे जे घर तप कर आत्मा समाधि बले धर तेणु मोहित मोर मन तुम्भ उपरे केबा अन्य एणु संशय मोर चिते माया सृजिल केमन्ते तुम्हे सर्वज्ञ सर्वेश्वर मोर संशय कर दूर भकत भावे पचारई स्वभावे पुत्र मु अटई जेमन्ते मोर चिते स्फुरे ए विश्व समाधि गोचरे। एणु नारद वाक्य शुणी हरसे कहे पद्मजनी। ब्रह्मा उवाच धन्य नारद मुनिवर साधु प्रस्ताव ये तुहर तुझे पचारु जनहिते हे ब्रह्म भागवते विष्णु महिमा दर्शने पूछिलु विनय वचने तू जाहा पचारिलु मते मिथ्या नुहई उचिते जेणु ईश्वर प्राय होई ए सृष्टि मोहर अटई परमेश्वर ज्ञान जेणु नाही तोहर भ्रांति तेणु जे विष्णु आज्ञा घेनी माथे ब्रह्मांड सुजिल जे मन्ते अर्क अग्नि शशि ग्रह नक्षत्र तारा राशि आदि सन्थ छन्ति जेते जे विष्णु माया बलग्रस्ते
ବୋଲନ୍ତି ମୋତେ ବିଶ୍ୱଗୁରୁ, ଯାର ମହିମା ମହାମେରୁ। ଯେ ହରି ଜଗତ ଈଶ୍ୱର, ତାହାକୁ ମୋର ନମସ୍କାର। ଯାହାର ଇଚ୍ଛା ମାର୍ଗେ ସ୍ଥିତି, ଲାଜେ ଶଙ୍କିତ ଭଗବତୀ। ସେ ମାୟା ବସେ ଏ ଜଗତ, ଅଜ୍ଞାନ ମଦେ ବିମୋହିତ। ମୁହିଁ ମୋହର ଏ ଶରୀର, ଦ୍ୱାରା ସମ୍ପଦ ବନ୍ଧୁ ମୋର। ଅଜ୍ଞାନୀ ଜନଙ୍କ ଏ ଭାବ, ସର୍ବସମ୍ପଦ ପଦ୍ମନାଭ। ଏ ଦ୍ରବ୍ୟ କାଳ କର୍ମ ଜୀବ, ଜୀବର ଯେ ଅବା ସ୍ୱଭାବ। ଯେତେ ଦେଖଇ ଭିନ୍ନ ଭିନ୍ନ, ବିଚାରେ କେବା ଅଛି ଆନ। ବେଦ ବଚନ ଦେବ ଗଣ, ଏ ସର୍ବଲୋକ ଯଜ୍ଞ ଦାନ। ତପସ୍ୟା ଯୋଗ ଜ୍ଞାନ ଗତି, ସର୍ବସମ୍ପଦ ଦାସରଥି। ଯେ ହରି ସର୍ବଦେହେ ଦେହି, ସର୍ବଦେଖଇ କୁଟେ ଥାଇ। ତାର ଶରୀରୁ ମୁହିଁ ଜାତ, ତାତେ ଯେ ସର୍ଜଇ ଜଗତ। ସ୍ୱଭାବେ ନିର୍ଗୁଣ মুরারি, সৃষ্টি সঞ্চয়ী গুণ ধরে। ନିର୍ଗୁଣ ପୁରୁଷ ଈଶ୍ୱର, ତା ମାୟା ବଳେ ସଂସାର। ସ୍ୱର୍ଗ ପାଳନ ତିରୋଧାନେ, ଗୁଣକୁ ଧରେ ଭିନ୍ନେ ଭିନ୍ନେ। କାର୍ଯ୍ୟ କାରଣ କର୍ତ୍ତା ଅର୍ଥେ, ଦ୍ରବ୍ୟ ଜ୍ଞାନ କ୍ରିୟା ସমেতে। ଗୁଣେ ରହନ୍ତି ଆଶ୍ରେ କରି, ନିର୍ଗୁଣ ପୁରୁଷ ଆବରି। ଏ ତିନି ଗୁଣ ଲିଙ୍ଗ ଗତେ, ମଧ୍ୟବର୍ତ୍ତୀ ଅଲକ୍ଷିତେ। ମହାଦି ସର୍ବଜନଙ୍କର, ଆତ୍ମା ସ୍ୱରୂପ ସେ ଈଶ୍ୱର। ମାୟା ଈଶ୍ୱର ମାୟା ବଳେ, ସର୍ଜେ ସ୍ୱଭାବ କର୍ମ କାଳେ। ଆପଣା ଇଚ୍ଛା ବଳେ କରି, ବିବିଧ ଶରୀରକୁ ଧରି। ସେ କାଳ ଗୁଣ ବ୍ୟତି କରେ, ସୃଜଇ ପାଳଇ ସଂହରେ। ତାର ସ୍ୱଭାବ କର୍ମ ଯୋଗେ, ମହତ ଉପୁଜି ଲାଗେ। ମହତ ବିକାରୁ ତକ୍ଷଣେ, ତ୍ରିଗୁଣ ଲିଙ୍ଗ ଆବରଣେ। ତମ ପ୍ରଧାନ ଅତିରେକେ, ସେ ଦ୍ରବ୍ୟ ଜ୍ଞାନ କ୍ରିୟାତ୍ମକେ। ସ୍ୱଭାବେ ଶକ୍ତି ମହାଘର, ତମ ଅଧିକ ଅହଙ୍କାର। ସେ ଅହଙ୍କାର ନାମ ହୋଇ, ସେ ତିନି ପ୍ରକାର ଭଜଇ। ଗୁଣ ପ୍ରକାଶ ତିନି ତିନି, ବିକାର ତମ ତେଜ ଘେନି। ଯେ ଶକ୍ତି ଦ୍ରବ୍ୟ କ୍ରିୟା ଜ୍ଞାନ, ଏ ଭାବେ ଭେଦ ଭିନ୍ନ ଭିନ୍ନ। ସେ ଅହଙ୍କାରେ ଭୂତ ଆଦି, ତାମସ ଶକ୍ତି ତହିଁ ଭେଦି। ଶବଦ ଗୁଣ ମାତ୍ରା ସଞ୍ଚେ, ନଭ ପ୍ରକାଶେ ଅନ୍ତରିକ୍ଷେ। ଶବଦ ଗୁଣେ ସେ ପ୍ରଧାନ, ଦୃଶ୍ୟ ଦର୍ଶକ ଭେଦ ସ୍ଥାନ। ଶବଦ ଗୁଣ ନଭ ହୋଇ, ଚତୁର୍ଥ ମାତ୍ରା ସଙ୍ଗେ ଲଇ। ନଭ ବିକାରୁ ବାୟୁଜାତ, ସ୍ପରଶ ଶବ୍ଦ ଗୁଣେ ସ୍ଥିତ। ସ୍ପରଶ ଗୁଣତା ପ୍ରବଳ, ଯେ ପ୍ରାଣ ସହଜ ବଳ। ପବନ ବିକାରୁ ତକ୍ଷଣେ, ସ୍ୱଭାବ କାଳ କର୍ମ ଗୁଣେ। ସ୍ପରଶ ଗୁଣ ତହିଁ ଥାଇ, ତୃତୀୟ ମାତ୍ରା ଭାବ ବହି। ଶବଦ ସ୍ପର୍ଶ ରୂପେ ତାର, ପ୍ରଚଣ୍ଡ ତେଜ ମହାଘର। ତେଜ ବିକାରୁ ସେ ଉଦକ, ଯାର ସ୍ୱଭାବ ରସାତ୍ମକ। ଶବ୍ଦ ସ୍ପରଶ ରୂପ ତିନି, ଏ ତିନି ରସ ସଙ୍ଗେ ଘେନି। ଆପ ବିକାରୁ ମହିଜାତ, ସେ ପଞ୍ଚ ମାତ୍ରା ଗୁଣେ ଯୁତ। ତତ୍ତ୍ୱ ବିକାର ତହୁଁ ମାନ, ଯେ ରୂପେ ପ୍ରକାଶେ ଗଗନ। ମନର ସଙ୍ଗେ ଦେବ ବଳ, ଦଶ ଇନ୍ଦ୍ରିୟ ଦିଗପାଳ। ଦିଗ ବାତାର୍କ ଜଳପତି, ଅଶ୍ଵିନୀ ବହ୍ନିସୁରପତି। ଉପେନ୍ଦ୍ର ମିତ୍ର ପ୍ରଜାପତି, ରୂପେ ଦଶ ଉତପତି। ତେଜସ ବିକାରୁ ତକ୍ଷଣେ, ଜନ୍ମିଲେ ଦଶ ଇନ୍ଦ୍ରିଗଣେ। ଯେ ଜ୍ଞାନ କ୍ରିୟା ବୃଦ୍ଧି ପ୍ରାଣ, ତେଜସ ଶକ୍ତି ଏ ପ୍ରମାଣ। ଶ୍ରୁତି ଯୁଗଳ ଚର୍ମ ଘ୍ରାଣ, ନୟନ ଜିହ୍ୱା ପଞ୍ଚ ଜ୍ଞାନ।
ପଚନ ପାଣି ଅଙ୍ଘ୍ରିବେନି ଉପସ୍ଥ ମୂଳାଧାର ଘେନି। ଏ କର୍ମ ଇନ୍ଦ୍ରିୟ ପ୍ରକାର ଦଶ ଦେବଙ୍କ ଅଧିକାର। ଭୂତ ଇନ୍ଦ୍ରିୟ ଗଣ ମନ ସତ୍ତ୍ୱ ଆଦି ଯେ ତିନି ଗୁଣ। ତେଣୁ ନହିଲେ ଏକ ମନ ଏ ତେଣୁ ନ ପାଇଲେ ସ୍ଥାନ। ବ୍ରହ୍ମାଣ୍ଡ ହେତୁ ଏ ପ୍ରତ୍ୟକ୍ଷେ ସୂକ୍ଷ୍ମେ ରହିଲେ ଅନ୍ତରିକ୍ଷେ। ସ୍ଥାନ ନ ପାଇ ଅନ୍ୟ ଅନ୍ୟେ ସ୍ଥକିତେ ରହିଲେ ଗଗନେ। କେତେ କାଳ ଶୂନ୍ୟ ରହି ଏ ସର୍ବେ ବିଷ୍ଣୁ ଆଜ୍ଞା ପାଏ। ଏ ମହାଭୂତେ ସୂକ୍ଷ୍ମ ଭୂତେ ଘଟିତ ଅନ୍ୟ ଅନ୍ୟ ଯୁତେ। ସୁବର୍ଣ୍ଣ ଅଣ୍ଡ ଉପୁଜିଲା ତକ୍ଷଣେ ଉଦକେ ପଡ଼ିଲା। ଅନେକ ସହସ୍ର ବରଷେ ସେ ଅଣ୍ଡ ମହାଜଳେ ଭାସେ। ସେ ଅଣ୍ଡ ମଧ୍ୟେ ଜୀବ ଜାତ କାଳକର୍ମ ସ୍ୱଭାବେ ସ୍ଥିତ। ତାହା ସ୍ୱଭାବେ ଅଚେତନ ଚେତନା ଦେଲେ ଭଗବାନ। ସେ ସର୍ବଗୁଣ ସର୍ବସିଦ୍ଧି କେତେ କାଳେ ଅଣ୍ଡ ଭେଦେ। ପୁରୁଷ ହୋଇଲା ବାହାର ଏବେ ହୋ ଶୁଣ ମୁନିବର। ସହସ୍ର ଉରୁ ଘ୍ରିବକ୍ଷ ସହସ୍ର ନୟନ ପ୍ରତ୍ୟକ୍ଷ। ସହସ୍ରେ ଶିର ସହସ୍ର ଭୁଜ ଆନନ ଅପ୍ରମିତ ତେଜ। ତାହାର ଦେହ ଶୂନ୍ୟ ଦେଖି ଲୋକର ସ୍ଥିତି ଉପଲକ୍ଷୀ। ଦ୍ୱିସପ୍ତ ଲୋକ ତାର ଅଙ୍ଗେ କଳ୍ପିତ ଅଧ ଊର୍ଦ୍ଧ୍ୱ ଭାଗେ। ମୁଖୁ ଜନ୍ମିଲା ବ୍ରହ୍ମକୁଳ କ୍ଷତ୍ରିୟ ଜାତ ବାହୁମୂଳ। ଉରୁ ଯୁଗଳୁ ବଶ୍ୟ ଗଣେ ଶୂଦ୍ର ଉପୁଜିଲା ଚରଣେ। ଭୂଲୋକ କୋଟି ଭାଗେ ସ୍ଥିତ ନାଭିରୁ ଭୁବଲୋକ ଜାତ। ହୃଦରେ ସ୍ୱର୍ଗଲୋକ ମିଳେ ମହତ ଲୋକ ପୁରସ୍ଥଳେ। ଜନଲୋକ ଯେ ଗ୍ରୀବା ତଟେ ତପ ବସଇବେ ନିଅଷ୍ଟେ। ମୂର୍ଧନି ମଧ୍ୟେ ସତ୍ୟଲୋକ ଯେ ସନାତନ ବ୍ରହ୍ମଲୋକ। ସପ୍ତ ପାତାଳ ଅଧୋଭାଗେ ଶୁଣ କହିବା ପ୍ରତି ଅଙ୍ଗେ। ଅତଳ ବସେ ଜଙ୍ଘ ଦେଶେ ଉରୁରେ ବିତଳ ପ୍ରକାଶେ। ସୁତଳ ବସେ ଜାନୁ ମୂଳ ଜଙ୍ଘର ମୂଳେ ତଳାତଳ। ଯେ ମହାତଳ ଗୁଲ୍ଫ ଦେଶେ ପାଦାଗ୍ରେ ରସାତଳ ବସେ। ପାତାଳ ପାଦ ତଳେ ରହେ ଏଣୁ ଭୁବନ ବିଶ୍ୱ ଦେହେ। ଏ ଭୂମି ଲୋକ ପାଦେ ବସେ ନାଭିରେ ଭୁବ ଯେ ପ୍ରକାଶେ। ସ୍ୱର୍ଲୋକ କଳ୍ପିତ ମୂର୍ଧନି ବିଶ୍ୱ ଦେହେ ବା ବିଶ୍ୱମାନି। ନାରଦ ଆଗେ ବେଦବର ଯାହା କହିଲେ ବେଦ ସାର। ସୁଜନ ଜନଙ୍କ ଶ୍ରବଣେ ବ୍ରାହ୍ମଣ ଜଗନ୍ନାଥ ବଣେ। ଯେମନ୍ତେ ବ୍ରହ୍ମାଣ୍ଡର ସୃଷ୍ଟି ଭିଆଇଥିଲେ ପରମେଷ୍ଟି। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ ବ୍ରହ୍ମା ନାରଦ ସମ୍ବାଦୋ ନାମ ପଞ୍ଚମୋऽଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ। ହରି ଓମ୍।